ନମ୍ବର 1 ସୁଭଦ୍ରା ପୋର୍ଟାଲରେ ଓପିଟି ଆଉଟ୍ ହୋଇଥିଲେ ପୁଣି ଲଗ୍ଇନ୍ କରିବେ। ସୁଭଦ୍ରା ଯୋଜନାରେ ଆବେଦନ ବେଳେ ଭୁଲ ହେଉ କି ଅନ୍ୟ କେଉଁ କାରଣରୁ ହେଉ ଓପିଟି ଆଉଟ୍ ହୋଇଥିବା ହିତାଧିକାରୀଙ୍କ ପାଇଁ ନୂଆ ବ୍ୟବସ୍ଥା। ଓପିଟି ଆଉଟ୍ ହୋଇଥିବା ଲୋକଙ୍କ ପାଇଁ ସୁଭଦ୍ରା ପୋର୍ଟାଲରେ ପୁଣି ଥରେ ଲଗ୍ଇନ୍ ସହ ଅପ୍ଟ ଇନ୍ ବ୍ୟବସ୍ଥା କରାଯାଇଥିବା ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସୋସିଆଲ ମିଡ଼ିଆ ଏକ୍ସରେ ଉଲ୍ଲେଖ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏ ସମ୍ପର୍କ ନେଇ ଅନେକ ଗୁଡ଼ିଏ ଅଭିଯୋଗ ଆସିବା ପରେ ଏହାକୁ ପ୍ରାଥମିକତା ଦେଇ ସମସ୍ୟାର ସମାଧାନ କରାଯାଇଛି। ବିଶେଷ କରି ଭୁଲରେ ଓପିଟି ଆଉଟ୍ ହୋଇଯାଇଥିବା ସୁଭଦ୍ରା ହିତାଧିକାରୀଙ୍କ ପାଇଁ ପୋର୍ଟାଲରେ ବ୍ୟବସ୍ଥା ହୋଇଛି। ଯେଉଁମାନେ ଓପିଟି ଇନ୍ କରିବାକୁ ଚାହୁଁଛନ୍ତି ସେମାନେ ପୋର୍ଟାଲରେ ପ୍ରଥମେ ଲଗ୍ଇନ୍ କରିବେ ଏବଂ ଓପିଟି ଇନ୍ କରିପାରିବେ। ନମ୍ବର 2 ପୁଣି ପଦ୍ମ କ୍ୟାମ୍ପରେ ରଘୁବର ଦାସ ଜୋରଦାରରେ ସ୍ୱାଗତ କଲେ ସମର୍ଥକ। କାଲି ବିଜେପିର ପ୍ରାଥମିକ ସଦସ୍ୟ ଗ୍ରହଣ କରିଛନ୍ତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ। ରାଞ୍ଚିସ୍ଥିତ ବିଜେପି ମୁଖ୍ୟାଳୟରେ ସେ ଦ୍ୱିତୀୟ ଥର ପାଇଁ ପଦ୍ମ କ୍ୟାମ୍ପରେ ସାମିଲ ହୋଇଛନ୍ତି। ଦଳରେ ସାମିଲ ହେବା ପରେ ସେ ଉପସ୍ଥିତ ନେତା ଓ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିଥିଲେ। ସେ କହିଛନ୍ତି, ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇ ମୁଁ ପୁରୁଣା ଭୂମିକାକୁ ଫେରୁଛି। ରାଜ୍ୟପାଳ ପଦବୀରେ ରହିବା ଏକ ଗାରିମାର କଥା, କିନ୍ତୁ ଦଳର ଦାସ ହୋଇ ରହିବା ଗର୍ବର କଥା। ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଝାଡ଼ଖଣ୍ଡର ବିଧାନସଭା ନିର୍ବାଚନ ଫଳାଫଳରୁ ଶିକ୍ଷା ନେବାକୁ ବିଜେପି କର୍ମକର୍ତ୍ତାଙ୍କୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ଯେ 2025ରେ ନୂଆ ଉର୍ଜା ଓ ନୂଆ ଲକ୍ଷ୍ୟ ନେଇ ଆମେ କାମ କରିବା। ଲୋକଙ୍କ ସହିତ ସାଧନା ପାଇଁ ସଂଘର୍ଷ କରିବାକୁ ସେ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି। ନମ୍ବର 3 ପାରାଦୀପ ହେବ ଜାହାଜ ନିର୍ମାଣ ଓ ମରାମତି ହବ୍। ନିବେଶ ଏବେ 4,000 କୋଟି। ପାରାଦୀପ ବନ୍ଦର ନିକଟରେ ସ୍ଥାପନ ହେବାକୁ ଯାଉଛି ଜାହାଜ ନିର୍ମାଣ ଓ ମରାମତି ହବ୍। ଏ ନେଇ ରାଜ୍ୟ ସରକାର 4,000 କୋଟିର ସହାୟତା ଯୋଗାଣ ନେଇ ଘୋଷଣା କରିଛନ୍ତି। ସେହିଭଳି ଘରୋଇ କ୍ଷେତ୍ରରେ ସହଭାଗିତାରେ ଭଦ୍ରକ, ଇଞ୍ଚୁଡ଼ି ଏବଂ ଦକ୍ଷିଣ ଓଡ଼ିଶାର ଭାଉଡ଼ାରେ 2 ନୂଆ ବନ୍ଦର ମଧ୍ୟ ସ୍ଥାପନ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ। ଖଣିଜ ପଦାର୍ଥ ଏବଂ କୋଇଲା ପରିବହନକୁ ତ୍ୱରାନ୍ୱିତ କରିବା ଲାଗି ରେଳ ଟ୍ରାକ୍ ବିଛାଇବା ଲାଗି ମଧ୍ୟ ସରକାର ଆଗ୍ରହୀ ରହିଛନ୍ତି ବୋଲି ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା ସୂଚନା ଦେଇଛନ୍ତି। ଶ୍ରୀ ଶର୍ମା କହିଛନ୍ତି, 2026 ବେଳକୁ ରାଜ୍ୟରେ ଗ୍ରୀନ୍ ହାଇଡ୍ରୋଜେନ୍ ମାନୁଫାକ୍ଚରିଂ ଫାସିଲିଟିରୁ ଉତ୍ପାଦନ ହେବା ଆଶା ରହିଛି। ପାରାଦୀପ ବନ୍ଦରର କର୍ତ୍ତୃପକ୍ଷ ସହ ମିଳିତ ହୋଇ ଜାହାଜ ନିର୍ମାଣ ଏବଂ ମରାମତି କେନ୍ଦ୍ର ସ୍ଥାପନ କରାଯିବ। ପ୍ରସ୍ତାବଟି 2 ବନ୍ଦର କ୍ଷମତା 40 ନିୟୁତ ଟନ୍ ଲେଖାଏଁ ରହିବ। ନମ୍ବର 4 ସୁଭଦ୍ରା ଚତୁର୍ଥ ପର୍ଯ୍ୟାୟ ଆଗରୁ ବଡ଼ ଅପଡେଟ୍। ସୁଭଦ୍ରା ପୋର୍ଟାଲରେ ନୂଆ ବ୍ୟବସ୍ଥା। ଓପିଟି ଇନ୍ କରିବା ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ଯୋଜନାକୁ ନେଇ ପୁଣି ବଡ଼ ଅପଡେଟ୍। ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପୋର୍ଟାଲରେ ନୂଆ ବ୍ୟବସ୍ଥା ନେଇ ଆସିଲା ଗୁରୁତ୍ୱପୂର୍ଣ୍ଣ ଅପଡେଟ୍। ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସିବା ଆଗରୁ ପୋର୍ଟାଲରେ ସମ୍ବନ୍ଧିତ ଏକ ବଡ଼ ଅପଡେଟ୍ ଦେଇଛନ୍ତି ସରକାର। ହିତାଧିକାରୀ ସୁବିଧା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ସୁଭଦ୍ରା ପୋର୍ଟାଲ ଖୋଲାଯାଇଥିଲା। ଏଥିରେ ହିତାଧିକାରୀମାନେ ଆଧାର ଏବଂ ପ୍ରବେଶ କରି ନିଜର ସୂଚନା ପାଇପାରୁଥିଲେ। ଏପରିକି ଏଥିରେ ଅଭିଯୋଗ ପାଇଁ ମଧ୍ୟ ବ୍ୟବସ୍ଥା ଥିଲା। ବର୍ତ୍ତମାନ ଏଥିରେ ଆଉ ଏକ ସୁବିଧା ଯୋଡ଼ାଯାଇଛି। ନମ୍ବର 5 କୋଟି କୋଟି ଚାଷୀଙ୍କ ଖାତାକୁ କ୍ରେଡିଟ୍ ହେବ 4,000 ଟଙ୍କା। 19ତମ କିସ୍ତିକୁ ନେଇ ବଡ଼ ଅପଡେଟ୍। ଯଦି ଆପଣ ଜଣେ ଚାଷୀ, ଆପଣଙ୍କର ପାଇଁ ଖୁସି ଖବର। 19ତମ କିସ୍ତି ଖାତାକୁ ଆସିବ 4,000 ଟଙ୍କା। ଯଦି ଆପଣ ମଧ୍ୟ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଟଙ୍କାକୁ ଉପହାସର କରି ଅପେକ୍ଷା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ। କାରଣ ସର୍ବଶେଷ ଅପଡେଟ୍ ଅନୁସାରେ ଏହି ମାସରେ ଯୋଗ୍ୟ କୃଷକଙ୍କ ଆକାଉଣ୍ଟକୁ 19ତମ କିସ୍ତି ଟଙ୍କା ଜମା ହେବ। କେବଳ ଏତିକି ନୁହେଁ, ଗଣମାଧ୍ୟମ ରିପୋର୍ଟ ମଧ୍ୟ କୁହାଯାଇଛି ଯେ ଏପରି କୋଟି କୋଟି ଚାଷୀ ଅଛନ୍ତି ଯେଉଁମାନେ ଆକାଉଣ୍ଟରେ 2,000 ଟଙ୍କା ନୁହେଁ 4,000 ଟଙ୍କା ଜମା ହେବ। ଏହାର ଅର୍ଥ ହେଉଛି ଏମାନେ ସେହି କୃଷକ ଯେଉଁମାନଙ୍କୁ 18ତମ କିସ୍ତିର ଲାଭ ମିଳିନାହିଁ। ନମ୍ବର 6 ଆତଙ୍କବାଦୀଙ୍କ ହାତରେ ଲାଗିବ ପରମାଣୁ ବୋମା। ଲୁଟିନେଲେ ୟୁରେନିୟମ୍ ଅଟର ବୈଜ୍ଞାନିକଙ୍କୁ ଅପହରଣ। ପାକିସ୍ତାନର କାଇବର ପଖ୍ତୁନଖା ପ୍ରଦେଶରେ ପାକିସ୍ତାନ ପରମାଣୁ ଶକ୍ତି ଆୟୋଗର 16 ଜଣ କର୍ମଚାରୀ ଏବଂ ବୈଜ୍ଞାନିକଙ୍କୁ ତେହରିକ ଏକ ତାଲିବାନ ପାକିସ୍ତାନ ଅପହରଣ କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ପୋଲିସ ତୁରନ୍ତ ଏକ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲା ଏବଂ 8 ଜଣ ବନ୍ଧୁକଙ୍କ ସଫଳତାର ସହ ଉଦ୍ଧାର କରିଥିଲା। କାବୁଲ କେଳ ପରମାଣୁ ଉର୍ଜା ଖନନ ପ୍ରକଳ୍ପରେ କାମ କରିବାକୁ ଯାଉଥିବା ଶ୍ରମିକମାନଙ୍କ ଉପରେ ପ୍ରବଳ ଅସ୍ତ୍ରଶସ୍ତ୍ର ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ବନ୍ଧୁକ ମୁନରେ ଲୋକଙ୍କୁ ବନ୍ଧକ ରଖିବା ପରେ ଆକ୍ରମଣକାରୀମାନେ ସେମାନଙ୍କ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଘଟଣାସ୍ଥଳରେ ପଳାଇ ଯାଇଥିଲେ। ସ୍ଥାନୀୟ ପୋଲିସ 8 ଜଣ ବନ୍ଧୁକଙ୍କୁ ଉଦ୍ଧାର କରିଥିଲା। ତଥାପି ମୁକ୍ତ ହୋଇଥିବା ଲୋକଙ୍କ ମଧ୍ୟରୁ 3 ଜଣ
ଅପରେସନ୍ ସମୟରେ ଆହତ ହୋଇଥିଲେ, ଯାହାଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଅଛି। ନମ୍ବର 7 ଏଣିକି ବିକ୍ରି କରିପାରିବେନି ଜମି ଓ ଘର, ଏସିଙ୍କ ବଡ଼ ନିଷ୍ପତ୍ତି। ଦେଶରେ ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟ ସମ୍ପ୍ରତି ସମ୍ପର୍କରେ ଏକ ଗୁରୁତର ନିଷ୍ପତ୍ତି ନେଇଛନ୍ତି। ସମ୍ପତ୍ତି ବିକ୍ରୟ ଓ କ୍ରୟରେ ଅନେକ ପରିବର୍ତ୍ତନ ହେବାର ସମ୍ଭାବନା ଅଛି, ଯାହାଦ୍ୱାରା ବିକ୍ରେତା ଏବଂ କ୍ରେତା ମଧ୍ୟରେ କୌଣସି ପାର୍ଥକ୍ୟ ରହିବ ନାହିଁ। ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ ନିୟମ ଅନୁଯାୟୀ ହେବ। ନିକଟରେ ହୋଇଥିବା ଏକ ମାମଲାରେ ସୁପ୍ରିମକୋର୍ଟ କହିଛନ୍ତି ଯେ ବିକ୍ରୟ କାରବାର ରେଜିଷ୍ଟ୍ରେସନ ନ ହେବା ପର୍ଯ୍ୟନ୍ତ ଅସ୍ଥାବର ସମ୍ପତ୍ତିର ମାଲିକାନାର ସ୍ଥାନାନ୍ତରଣ ହୋଇପାରିବ ନାହିଁ। କୋର୍ଟ ସ୍ପଷ୍ଟ କରିଛି ଯେ ସମ୍ପତ୍ତି କବ୍ଜା ସମ୍ପତ୍ତି ମାଲିକାନା ସ୍ଥାନାନ୍ତରିତ କରେ ନାହିଁ। ଜଷ୍ଟିସ୍ ବି.ପି. ନାଗରତ୍ନଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ଏକ ବେଞ୍ଚ କହିଛନ୍ତି ଯେ ଟ୍ରାନ୍ସଫର୍ମ ଅଫ୍ ପ୍ରପର୍ଟି ଆକ୍ଟ 188ର ଧାରା 54 ଅନୁଯାୟୀ ସମ୍ପତ୍ତି କେବଳ ପଞ୍ଜୀକୃତ ଦଲିଲ ମାଧ୍ୟମରେ ହସ୍ତାନ୍ତର କରାଯାଇପାରିବ। ନମ୍ବର 8 ମଣ୍ଡିକୁ ବଲଦାନ ଆଣ, 12 ଘଣ୍ଟା ଭିତରେ ଟଙ୍କା ଦିଆଯିବ। ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା। ବିଭିନ୍ନ ସ୍ଥାନରେ ଦ୍ୱାରା ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଛି। ହେଲେ ମଣ୍ଡିରେ କଟନୀ ଚଟକୀ ଓ ଅନ୍ୟ ଅବସ୍ଥାନକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାରି ଭିତରେ ଧାନ ସଂଗ୍ରହକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କହିଛନ୍ତି ଧାନ ସଂଗ୍ରହ ଠିକ୍ ଚାଲିଛି, କାଁ ଭାଁ କେଉଁଠି ସମସ୍ୟା ହେଉଛି। କିଛି ନେତା ଲୋକଙ୍କୁ ଜାଣିଶୁଣି ଉସ୍କାଉଛନ୍ତି। ବଲଦାନ ଆଣିଲେ 24 ଘଣ୍ଟା ନୁହେଁ 12 ଘଣ୍ଟା ଭିତରେ ଟଙ୍କା ଦିଆଯିବ। କିନ୍ତୁ ଚାଷୀମାନେ ଏଫଏକ୍ୟୁମାନର ଧାନ ଆଣିବା ଦରକାର। ଧାନ ଅତି ଖରାପ ହୋଇଥିଲେ ସଂଗ୍ରହ କରାଯିବ ନାହିଁ। ଏହି ଖରାପ ଧାନ ମାର୍କେଟରେ ଚାଲିବ ନାହିଁ। ଅନ୍ୟପକ୍ଷରେ ଅଦିନିଆ ବର୍ଷାରେ କ୍ଷତି ହୋଇଥିବା ଧାନ କ୍ଷେତ୍ରରେ ସରକାର କ୍ଷତିପୂରଣ ଦେଉଛନ୍ତି। ଟଙ୍କା ଦିଆଯିବା ପରେ କ୍ଷତିଗ୍ରସ୍ତ ଚାଉଳକୁ ସରକାର କେମିତି ନେବେ ବୋଲି ପ୍ରଶ୍ନ କରିଛନ୍ତି ଯୋଗାଣ ମନ୍ତ୍ରୀ। ନମ୍ବର 9 49 ଲକ୍ଷ ହିତାଧିକାରୀଙ୍କ ପେଟରେ ଲାତ, 31 ତାରିଖ ମଧ୍ୟରେ ଇ-କେୱାଇସି ନ କଲେ କଟିବ ରାସନ କାର୍ଡ। ନୂଆ ସରକାର ଆସିବା ପରେ ଗତ 4 ମାସ ଧରି ଚାଲିଛି ଇ-କେୱାଇସି ନାଟକ। ଇତିମଧ୍ୟରେ ପ୍ରାୟ 3 କୋଟି ଲୋକଙ୍କ ଇ-କେୱାଇସି ଶେଷ ହୋଇଛି ଓ ଆହୁରି 49 ଲକ୍ଷ ହିତାଧିକାରୀଙ୍କ ଏହି ଇ-କେୱାଇସି ଯାଞ୍ଚ ଶେଷ ହୋଇପାରିନାହିଁ। ଜାନୁଆରୀ 31 ତାରିଖ ମଧ୍ୟରେ ଏହି ହିତାଧିକାରୀମାନେ ସେମାନଙ୍କର ଇ-କେୱାଇସି ଅପଡେଟ୍ ନ କଲେ ସେମାନଙ୍କର ନାମ ରାସନ କାର୍ଡରୁ କଟିଯିବ ଏବଂ ସେମାନେ ଆଗାମୀ ଦିନରେ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଗହମ ଓ ଚାଉଳ ବଞ୍ଚିତ ହେବେ। ମାତ୍ର ବିଡ଼ମ୍ବନା ହେଉଛି ଏମାନଙ୍କର ମଧ୍ୟରେ ଅଧିକାଂଶ ପ୍ରବାସୀ ଶ୍ରମିକ, ବୟସାଧିକ ଓ ଦୁରାରୋଗ୍ୟରେ ପୀଡ଼ିତ ବ୍ୟକ୍ତି ଥିବାରୁ ସେମାନେ ଡିଲର ପଏଣ୍ଟରେ ପହଞ୍ଚି ନିଜର ଇ-କେୱାଇସି କରିପାରୁନାହାନ୍ତି। ଫଳରେ ଏହି ସଚ୍ଚୋଟ ବର୍ଗରେ ସରକାର ଯୋଜନାରୁ ବଞ୍ଚିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ନମ୍ବର 10 ଏଆଇ ଖାଇଯିବ ନିଯୁକ୍ତି, 2 ଲକ୍ଷ ବ୍ୟାଙ୍କିଂ କର୍ମଚାରୀଙ୍କ ଚାକିରି ଯିବ। ସାରା ବିଶ୍ୱରେ ସମ୍ପ୍ରତି ବଢ଼ୁଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଦବଦବ। ଆଇଟି, ଇଞ୍ଜିନିୟରିଂ, ଚିକିତ୍ସା ସେବା ଏବଂ ବିନିର୍ମାଣ ଭଳି ସବୁ କ୍ଷେତ୍ରରେ ଏଆଇର ବ୍ୟବହାର ବଢ଼ିବାରେ ଲାଗିଛି। ହେଲେ ଏଆଇକୁ ନେଇ ଏବେ ଆଶଙ୍କା ପ୍ରକାଶ ଲାଗିଲାଣି। କାରଣ ଏଆଇ ମନୁଷ୍ୟଙ୍କ ସ୍ଥାନ ନେବ। ଏଆଇ ଖାଇଯିବ ନିଯୁକ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୋଗୁଁ ସାରା ବିଶ୍ୱରେ ଆଗାମୀ 3 ରୁ 5 ବର୍ଷ ମଧ୍ୟରେ ଚାଲିଯିବ ପ୍ରାୟ 2 ଲକ୍ଷ ଲୋକଙ୍କ ଚାକିରି। ଏହି ଚାକିରି କେବଳ ବ୍ୟାଙ୍କିଂ କ୍ଷେତ୍ରରେ ଯିବ। ବିଶେଷ କରି ବହୁ ସଂଖ୍ୟାରେ ବ୍ୟାଙ୍କ କର୍ମଚାରୀ ଚାକିରି ହରାଇବେ। ବିଶ୍ୱସ୍ତରୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ବହୁ ସଂଖ୍ୟକ ଲୋକଙ୍କୁ ଚଟେଇ କରାଯାଇପାରେ ବୋଲି ବ୍ଲୁମବର୍ଗ ଇଣ୍ଟେଲିଜେନ୍ସ ପକ୍ଷରୁ କୁହାଯାଇଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ଏଆଇ ମାଧ୍ୟମରେ ବ୍ୟାଙ୍କ କାମ ସହଜ ହେଉଛି।